ସମ୍ବଲପୁରୀ ଭାଷାକେ ଭଲ୍ ପାଉଥିବାର୍ ମୋର୍ ଦାଦା ଭାଇ ବହେନମାନଙ୍କୁ ମୋର୍ ଜୁହାର। ଆଜି ଶୁନ୍ମା ଗାଁ ଗହଲିର୍ ବହୁତ ପୁରୁଣା କଥାନିଟେ ସିଂହ ରାଜାର ସିରାଦ। ବ୍ରାହ୍ମଣ ଆଉ ବ୍ରାହ୍ମଣୀ ମାମୁଁ ମାଇଁ ଦୁଇ ଜଣ। ପିଲା ନାଇଁ କି ଝିଲା ନାଇଁ। ହେଲେ କାଁ କରବ, କେଭେ ପେଟ ନାଇଁ ପୁରେ କି ଭୋକ ନାଇଁ ସରେ। ଘର ଉପରେ ଢଙ୍କରି ଖପର ନାଇଁ, କୁଡ଼ବାଡ଼ ଭଙ୍ଗା ଦଦ୍ରା, ଭିକେ ଦୁଃଖେ ଚଲବାର୍ କଥା। ଦିନେ ଦିନ ଭିକ୍ଷା ମିଲଲେ ଖାଇବେ ଆଉ ନାଇଁ ମିଲଲା ଦିନ ପାଏନ୍ ଢୁକେ ପି ଖଟ ପାରି ଶୋଇବେ। 2 ଦିନ ହେଲା ଚୁଇଲ ମୁହେଁ ଜୁଏ ନାଇଁ। ଚୁଇଲ ଭିତରେ ମିନ ପିଲାମାନେ ଶୋଇଛନ୍। କବାଟ କାଢ଼ି ବୁଢ଼ୀ ଟିକେ ଦେଖସି ଯେ ଛୁଚା ହାତେ ଟହଲି ଟହଲି ବୁଢ଼ା ଆସୁଛି। ବୁଢ଼ୀର ମୁଡ଼କେ ପିତ ଚଢ଼ି ଯାଏସି। ବୁଢ଼ାକେ ହଲହଲେଇ କରି କହିସି, ପୁଷି ନେଇ ପାରବାର ଲୋକ କାଁ ହେଲା କୁଟୁ ମାନୁଥିଲୁ। ମୁଇଁ ଆରୁ ଭୁକେ ଶୋଇ ନାଇଁ ପାରେ କି ଚିରା ଫଟା ସବୁବେଲେ ପିନ୍ଧି ନାଇଁ ପାରେ। ତୁମେ ଥାଇ ନାଇଁ ଥାଇ କାଁ ଲାଭ। ତମକୁ ଖାଲି ହାତେ ଘରକେ ଆଇବାର ଦେଖିଲେ ମୋର୍ ଦିହେଁ ନିଆଁ ଲାଗି ଯାଉଛି। କେନାଡ଼େ କମେଇ କୁଟେଇ ଆଉ ଭଲ ମନ ଧରି ଘରକେ ଆଇବ, ନାଇଁ ତ ଘରର ବାଟଦୁଆର ନାଇଁ ମାଡ଼। ଏନ୍ତା କହି ବୁଢ଼ୀ କବାଟ କାଢ଼ି ଢାବି ଦେସି। ବୁଢ଼ାର କାଁ ଗରବା, ତାର ମୁହୁଁ କଥା ନି ବାହାରେ। ବୁଢ଼ୀର ହୁରା ତାର ଦିହେଁ ଭେଦି ଯାଇସି। ସେ ଛି କରି କେନାଡ଼େ ନି କେନାଡ଼େ ଏକା ମୁହେଁ ପଲାସି। ଇ ନିଲ ଜୀବନ ରଖି ନାଇଁ ରଖି କାଁ ଲାଭ। ଟଙ୍କା ପଇସା କମାଲେ ତ ଘରକେ ଫେରମି, ନାଇଁ ତ ଇ ଜୀବନ ନାଇଁ ରଖେ। ଏନ୍ତା କହି ଚାଲୁଥିସି। ଯାଉ ଯାଉ ବୁଢ଼ା ଗୁଟେ ଜଙ୍ଗଲ ଭିତରେ ପଶସି। ଜଙ୍ଗଲ ଭିତରେ ବାଘ ଖାଇବା ଡର ଆଉ ଘରକେ ଗଲେ ତାର କନିଆର ଗାଲି ଖାଇ ଖାଇ ମରବାର ଡର। ଟିକେ ଟିକେ ସବୁଦିନ ମରବାର ଅପେକ୍ଷା ଏକା ମାଡ଼େ ପଛେ ବାଘ ଖାଇ ମରବାଟା ଭଲ କହି ବୁଢ଼ା ଜୀବନକେ ପାଇନ୍ ଛଡ଼େଇ ଅଗ୍ନା ଅଗ୍ନି ଜଙ୍ଗଲ ଭିତରକେ ପଶସି। ସେ ଜଙ୍ଗଲେ ପତରଟେ ପଡ଼ଲେ କୁଲାଟେ ପଡ଼ଲା ଏନ୍ତା ଆଉ ଡାଙ୍ଗଟେ ପଡ଼ଲେ ଗଛଟେ ପଡ଼ଲା ଏନ୍ତା ଆବାଜ ହେଉଥିସି। ବୁଢ଼ା 2 ଦିନ ହେଲା ଖିଆପିଆ ନାଇଁ। ଇଆଡ଼କେ ଏତେ ଦୂର ବାଟ ଚଲା ତାର ମୁଡ଼ ଫାଏଁ ଫାଏଁ କରି ଗୁଟେ ଶାଲ ଗଛ ତଲେ ପଡ଼ି ଯାଇସି। ସେ ଜଙ୍ଗଲଟା କାହିଁ କେତେ ଦୂର ବ୍ୟାପିଛି। ସେ ଜଙ୍ଗଲର ରଜା ହେଲା ସିଂହ। ତାର ମନ୍ତ୍ରୀ 2ଟା ଶୁଆ ଆରୁ ଶାରୀ। ସେ ଶୁଆ ଶାରୀର ଘର ଶାଲ ଗଛ ଉପରେ। ଜନୁକିଆ ରାଏତ ପିଟ ପଡ଼ିଛି। ଶୁଆ ଶାରୀ ଦେଖିଲେ ଗଛ ମୂଲେ ଗୁଟେ ମଡ଼ା ପଡ଼ିଛି। ଶୁଆ କହିସି, ଇ ଜଙ୍ଗଲ ପାଖେ ଆଖେ ମାନେ ଲୋକର ଗନ୍ଧ ନାଇଁ, ଫେର ଇ ମଡ଼ାଟେ କେନୁ ଆଇଲା। ଠିକ୍ ଏତ୍କି ବେଲକେ ବୁଢ଼ାକେ ମଶାଟେ ଚାପସି ଯେ ଢାଏ କିନି ପିଟି ହେସି। ହେତକେ ଶୁଆ ଶାରୀ ବୁଢ଼ାର ଜୀବନ ଅଛେ କହି ବୁଢ଼ାର ପାସକେ ଆଇସନ୍ ଆର୍ କହେସନ୍, ତୁଇ କିଏ, ଇନକେ କାହିଁ ଆସିଛୁ। ଇଟା ତ ଅଗ୍ନା ଅଗ୍ନି ବନ। ଇନ କେତେ ବାଘ ଭାଲୁ ବୁଲୁଛନ୍। ତେନକେ ଗଲା ଅନ୍ଧାର ରାଏତ। ବାଘ ଭାଲୁର ହାପଡ଼େ ପଡ଼ଲେ ଚଟନି କରି ଚାଟି ଦେବେ। ତୁଇ ଇନ କାହିଁ ଆସିଛୁ କହ। ବୁଢ଼ା କହିସି, ମୁଇଁ ତ ମରନ ଖୋଜୁଚେଁ। ବାଘ ଖାଉ ସାପ ଖାଉ ଯାର ଇଚ୍ଛା ସେ ଖାଉ। ଶୁଆ ଶାରୀ ଖୁଦି ଖୁଦି ସବୁ କଥା ପଚରାଲେ। ବୁଢ଼ା ତାର ଦୁଃଖର କଥା ସବୁ କହେଲା। କେନ୍ତା ତାର କନିଆର କଟୁ କଥା କଲଜା ଚିରି ଦେସି। ଆର୍ ତାର ମୁଡ଼େ ବୁଦ୍ଧି ନାଇଁ କି ପେଟରେ ପାଟ ନାଇଁ। ଏନ୍ତା ନିଲଜ ଜୀବନ ରଖି କାଁ ଲାଭ। ହେଥିର ଲାଗି ମୁଇଁ ମରବାକେ ଚାହୁଁଛେଁ। ଶୁଆ ବୁଢ଼ାକେ ବୁଝେଇ କରି କହେସି, କାହାର ଜୀବନରେ ସବୁଦିନ ଦୁଃଖ ନାଇଁ ଥାଏ କି ସବୁଦିନ ସୁଖ ନାଇଁ ଥାଏ। ଆର୍ ଜୀବନ ମରଣର କଥା କାଣା ଆମର ହାତେ ଅଛେ। ତମେ ମରବାର କଥା କାହିଁ କହୁଛ। ଏତ୍କି କହି ଶୁଆ ଗଛ ଉପରକେ ଉଠିଗଲା। ଶାରୀ କହେଲା, ବ୍ରାହ୍ମଣ କୁନୁଆ କାଣା ଆମର ଆଗେ ମରିଯିବେ। ଶୁଆ କହେଲା, ନାଇଁ ନାଇଁ, ତାହାକେ ବାଘ ଭାଲୁର ମୁହୁଁନୁ ବଞ୍ଚେଇ କରି କିଛି ଟଙ୍କା ପଇସା ଦେଇ ଘରକେ ପଠେଇ ଦେମା। ଶାରୀ କହେଲା, କେନ୍ତା କରି ପଠେଇ ଦେମା। ଶୁଆ ବୁଦ୍ଧିଟେ ବତାଲା। ଶାରୀର ମନକେ ପାଇଲା। ଏଥର ଶୁଆ ଆଉ ଶାରୀ ଉଡ଼ି ଯାଇ ବ୍ରାହ୍ମଣ ବୁଢ଼ାକେ କହେଲେ, ଶୁନୁଛ, ଆମେ ହେଲୁ ଇ ଜଙ୍ଗଲର ରାଜା ସିଂହର ମନ୍ତ୍ରୀ। ଆମେ ଯାହା କହେମୁ ରାଜା ଆମର କଥା ମାନସନ୍। ଆମେ ଯାଇ ସିଂହ ରାଜାକେ କହେମୁ ଯେ କାଲି ସିଂହ ରାଜାର ବାପାଙ୍କର ଶ୍ରାଦ୍ଧ। ବ୍ରାହ୍ମଣଟେ ଡାକି ଶ୍ରାଦ୍ଧ କରି ଦାନ ଦକ୍ଷିଣା ଦେଇ ବଟାବେ। ତୁମେ କାଲି ବଢ଼େପୁରୁ ଉଠି ଗାଧି ପାଧି ସଜ ହେଇ ନାକର ସିଧା ଝର୍ଣା କୁଲେ କୁଲେ ଯିବ। ସେନ ବଡ଼ ଗୁମ୍ଫାଟେ ଦେଖବ। ସେ ଗୁମ୍ଫାନ ସିଂହ ରାଜା ରହେସନ୍।
ବଡ଼ ପଥର ଉପରେ ସିଂହରାଜା ବସିଥିବେ। ତାର ତରାକେ ବାଘ, ଭାଲୁ, କୁଲିଆ, ହୁଣାର, ଗଧ, ହାତୀ, ଘୋଡ଼ା, ଜଙ୍ଗଲର ପଶୁ ପକ୍ଷୀ ଥିବେ। ତୁମେ କାହାକେ ନେଇ ଡରି ଭିତରକେ ଯିବ। ମଝାମଝି ନ ବସି ମୁରୁଜ ଗୁଣାନ ଝୁଟିଟେ ଲେଖବ, ପିଣ୍ଡ ବାଢ଼ବ। ଓମ କରି ଯାହା ଜାଣବ ମନ୍ତ୍ରଟେ ପଢ଼ବ। କିଛି ଫଲମୂଲ ଖାଇବ। ସବକୁ ଫୁଲ ଟିକେ ଟିକେ ଦେଇ କଲ୍ୟାଣ କରବ। ଗୁମ୍ଫାର ଗୁଟେ ତରାକେ ସୁନା, ରୂପା, ହୀରା, ନୀଲା, ମାଣିକ ଗଦା ହେଇଥିବା। ସେଥିର୍ନୁ ତୁମେ ଅଧେ ଦକ୍ଷିଣା ବାବଦକେ ନେବ। ଆର୍ ଘରକେ ଯାଇ ମହାଜନ ହେଇ ଚଲବ। କଥାଟା ବୁଢ଼ାର ମନକେ ପାଇଲା। ଆର ଦିନ ବଢ଼େଇପୁର ଉଠି ଗଧା ବୁଢ଼ା ସରେଇ ମାଟିର ତିଲକ ଲଗେଇ ସଜ ହେଇ ଶୁଆର କହିବାର ହିସାବେ ଝରଣା କୁଲେ କୁଲେ ଚାଲଲା। ଇ ଭିତରେ ଶୁଆସାରି ଉଡ଼ିଯାଇ ସିଂହରାଜାର ପାସକେ ଗଲେ। ଏତେ ସକାଳୁ ମନ୍ତ୍ରୀମାନେ ଆଇବାର ଦେଖି ସିଂହରାଜା ପଚରାଲେ, କଥା କାଣା ଆଜି ଏତେ ସକାଳୁ ଆଇଲ? ଶୁଆସାରି କହିଲେ, ମହାରାଜ ଆପଣ କାଣା ନାଇଁ ଜାଣବାର କେଁ? ଆଜି ପରେ ଆପଣଙ୍କର ବାପାଙ୍କର ଶ୍ରାଦ୍ଧ। ଇ ରାଇଜର କେତେ ବଡ଼ ଶୁଭ ଦିନ। ଆଜି କେନ୍ସି ଯିବ କାହାକେ ନେଇ ମାରନ୍। କୁଆର ପିଠି ମୂଷା ବସି ଉଡ଼ି ବୁଲବା। ହରିଣ ବାଘର ପାଖେ ବସବା। ସିଂହରାଜା କାବା ହେଇ କହିଲେ, ମନ୍ତ୍ରୀ ମୁଇଁ ତ ଏତେ ବଡ଼ ହେଲିନ, କେବେ ଶ୍ରାଦ୍ଧ କରବାର ନାଇଁ ଶୁଣବା। ଶୁଆ କହିସି, ମଣିଷମାନେ ବହୁତ ପାପ କରସନ୍। ପେଟେ ଗୁଟେ କଥା ଆର୍ ଟୁଣେ ଗୁଟେ କଥା। ହେଥିର ଲାଗି ସେମାନେ ଛନ ଛନକେ ଦାନ ଦକ୍ଷିଣା ଦେଉଥିସନ୍। ଆମେ ପଶୁ ପକ୍ଷୀ କିଛି ନାଇଁ ଜାନୁ। ପେଟର ଲାଗି ଯାହା ପାରଲେ ଖାଇସୁଁ। ଆମର୍ ହେଥିର ଲାଗି ଭଗବାନର ଆଦେଶ ଅଛେ ଯେ ଆମକୁ କେନ୍ସି ପାପ ନାଇଁ ଲାଗେ। ହେଥିର ଲାଗି ପୁରସାକେ ଥରେ ଶ୍ରାଦ୍ଧ କରସୁଁ। ଛାମୁଙ୍କର ବାପାର ବେଲେ ଥରେ ପଡ଼ିଥିଲା, ଆଉ ଆପଣଙ୍କର ଅମଲରେ ଥରେ ପଡ଼ିଛେ। ହେଥିର ଲାଗି ଆଜି ବହୁତ ବଡ଼ ଶୁଭର ଦିନ। ରାଜା କହିଲେ, ହଉ ଠିକ୍ ଅଛେ, ହେନ୍ତା ହେଲେ ତ ବହୁତ ଭଲ କଥା। ଏବେ କହ ମନ୍ତ୍ରୀ, ଆମକୁ କାଣା ସବୁ ଯୁଗାଡ଼ କରବାକେ ପଡ଼ବା। ଆର୍ ମଣିଷମାନଙ୍କର ଛଡ଼ା କିଏ ମନ୍ତ୍ର ଜାନସି ଯେ ଶ୍ରାଦ୍ଧ କରବା। ଆଉ ଇନକେ କିଏ ମଣିଷ ଆସବା। ଶୁଆସାରି କହିଲେ, ସେସବୁ ଚିନ୍ତା ଆମର ଉପରେ ଛାଡ଼ି ଦଉନ୍। ଆମେ ଶ୍ରାଦ୍ଧର ସବୁ ଯୁଗାଡ଼ କରିଦେଲୁନ। ବ୍ରାହ୍ମଣ ବି କହିଦେଇଛୁଁ ଇହାଦେ ଆସୁଥିବେନ। ତୁମେ ଜଙ୍ଗଲର ପଶୁପକ୍ଷୀମାନଙ୍କୁ ଡେଙ୍ଗରା ଦେଇ ଡାକି ପକ। ବ୍ରାହ୍ମଣ ଦେବତା ଆଇବାର ଆଗରୁ ସବୁ ସହଜ କରି ଦେଇଥିମା, ନାଇଁ ତ ସେ ଆଇଲେ ରାଗି ଯିବେ ଆର୍ ଅଭିଶାପ ଦେଇଦେବେ। ଇ ଜଙ୍ଗଲଟା ଜଲିପୁଡ଼ି ଛାରଖାର ହେଇଯିବା। ସିଂହ ହ କହି ଗର୍ଜନଟେ ଛାଡ଼ସି। ସବୁ ପଶୁପକ୍ଷୀ ଗଦା ହେଇଯାସନ୍। ଶୁଆସାରି ସବୁ କଥା ବୁଝେଇ ଦେସନ୍। ସବୁ ପଶୁପକ୍ଷୀ ଧାଡ଼ି କରି ଠିଆ ହେଇ ପୁରୋହିତଙ୍କର ଆଇବାକେ ଜଗିଥିସନ୍। ଫେର ଶୁଆସାରି କହେସନ୍, ପୁରୋହିତ ଯେନ୍ତା ଆଇବେ ସଭେ ମୁଡ଼ିଆ ମାରବ। ମହାରାଜ ଆପଣ ବି ଆସନ ଛାଡ଼ି ମୁଡ଼ିଆ ମାରବେ, ତାର ପରେ ଶ୍ରାଦ୍ଧ କରବ। ପୁରୋହିତଙ୍କୁ ଖାଇବାର ଲାଗି ଫଲମୂଲ ଦେବ ଆର୍ ଦାନ ଦକ୍ଷିଣା ହିସାବେ ମୁଠଲେ ଦୁଇ ମୁଠଲା ସୁନା ରୂପା ଦେବ। ଇଆଡ଼େ ଶୁଆସାରି କହିଲା ହିସାବେ ବ୍ରାହ୍ମଣ ବୁଢ଼ା ଆସି ଗୁମ୍ଫା ପାଖେ ପହଞ୍ଚିଗଲା। ଦେଖଲା ଯେ ଶହ ଶହ ବାଘ, ଭାଲୁ, ଘୋଡ଼ା, ହାତୀ ଗଦା ହେଇଛନ୍। ଇମାନଙ୍କୁ ଦେଖି ତାର ଆଗକେ ଯିବାକେ ସାହସ ନାଇଁ ପାଇଲା। ଚିରେ ଦୁଇ ପଟ ବନେ ବିପଦେ ପକାଲେ କହି ଭଗବାନଙ୍କୁ ସୁମରଣା କରି ଆଗକେ ଗଲା। ସବୁ ପଶୁପକ୍ଷୀ ମୂଳ ନୁଆଇଁ କରି ଜୁହାର କଲେ। ସିଂହ ଆସନରୁ ଉଠି ମୁଡ଼ିଆ ମାରଲା। ଇଟା ଦେଖିକରି ବ୍ରାହ୍ମଣ ବୁଢ଼ାର ତାଲୁ ତାଟକା ଶୁଖି ଯାଉଥାଏ। ଯେନ୍ତା ସେନ୍ତା କଲ୍ୟାଣ କରି ବସି ପଡ଼ଲେ। ମୁରୁଜ କାଟି ପିଣି ଭାଡ଼ି ଫଲମୂଲ ଦେଇ ଶ୍ରାଦ୍ଧ କଲେ। ମନ୍ତ୍ରଟେ ପଢ଼ଲେ, ତାକ ଦୁଲ ଦୁଲ ଦୁଲକୁ ଥା, ଯେନ୍ତା ଦେଲେ ହେନ୍ତା ଖା। ଶ୍ରାଦ୍ଧ ସରଲା ପରେ ନିଜେ ପେଟେ ଫଲମୂଲ ଖାଇଲେ। ଝରନାର ପାଣି ଢୁକେ ପିଇଲେ। ଏବେ ଦାନ ଦକ୍ଷିଣାର ପାଲି। ଶୁଆସାରି କହିଲେ, ଇ ଗଦା ହେଇଥିବାର ସୁନା ରୂପା ସବୁ ତମକୁ ସିଂହରାଜା ଦକ୍ଷିଣା ଦେଇଛନ୍। 20 ପଟ ବାଘ ସୁନା ଗଣ୍ଠଲିମାନଙ୍କୁ ତୁମର ଘରେ ପହଞ୍ଚେଇ ଦେବେ। ଆର୍ ତାର ପଛେ ପଛେ ହାତୀ ଉପରେ ବସି ତୁମେ ଯିବ। ଇମାନେ ତମକୁ ଘରେ ଛାଡ଼ି ଫିରବେ। ବ୍ରାହ୍ମଣ ବୁଢ଼ା ହଁ କହି ହାତୀ ଉପରେ ବସଲା। ବାଘମାନେ ଆଗେ ଆଗେ ଆର୍ ବୁଢ଼ା ପଛେ ପଛେ ଚାଲିଥନ୍। ବାଟ ସରି ଗାଁ ପଡ଼ଲା। ମାଛି ଅନ୍ଧରିଆର କଥା, ଯାର ଘରେ ସେ ଅଛନ୍। ଗୁଟେ ଖଣେ ବାହାରେ ଥିଲା ଲୋକ ବାଘମାନଙ୍କୁ ଦେଖି ଜୀବନ ବିକଲେ କବାଟ ଦେଲେ। ବୁଢ଼ା ଘର ପାଖେ ଯାଇ ପହଞ୍ଚିଲା। ହାତୀରନୁ ଉତରି
ବାଘର ପିଠିନୁ ସୁନା ରୂପା ସବୁ କାଢ଼ି ପିଢ଼ା ଉପରେ ରଖଲା। ଏଥର ବାଘ ହାତୀମାନଙ୍କୁ ଯ ବୋଲି କହେଲା। ସେମାନେ ଜଙ୍ଗଲକେ ଫେରିଗଲେ। ବୁଢ଼ୀ ତ ଭୁକେ ସୁସେ କବାଟ ଖାପି ଶୋଇଛେ। ବୁଢ଼ା କବାଟ ଖୁଲ ବୋଲି କହେଲା କି ବୁଢ଼ାର ଶବଦ ଶୁଣି ବୁଢ଼ୀ ରିସ୍ମି ହେଇ କହେଲା, ନାଇଁରେ ଗଜା ବୈଶ୍ୟା, କାଏଁ ଦରବ ଗଦେଇ ଆନିଛୁ ଯେ ଏତେ ସରାଗେ ଡାକୁଛୁ? 2 ଦିନ ହେଲା ଭୁକେ ସୁସେ ପଡ଼ିଛେଁ। କାଏଁ ଶାଗ ମୁଠଲେ ତୁଲି ଆନିଛୁ ଯେ ଖର୍ଡ଼ିମି? ବୁଢ଼ା କହେଲା, ଆରେ ଆସ୍ତେ କ, ଆଗେ କବାଟଟା ତ ଖୁଲ। ବୁଢ଼ୀ ଧୀରେ କରି କବାଟଟା ଖୁଲଲା। ବୁଢ଼ା ଗୁଟେ ଗୁଟେ କରି ଗଣ୍ଠଲି ନେଇ ବୁଢ଼ୀକେ ଦେଲା। ବୁଢ଼ୀ କାଢ଼ି କରି ଉଲ୍ଦି ଦେଉଛି କି ସୁନା ରୂପା ଗଦେଇ ହେଇ ପଡ଼ୁଛି। ବୁଢ଼ା ସବୁ କଥା ବୁଢ଼ୀକେ କହେଲା। ବୁଢ଼ୀ ଏତେ ସାରା ଧନ ଦେଖି ତାର ସରମନା ଶୁଖି ଯାଉଥାଏ। ସେ ଭୋଗ ଶୋଷ ଭୁଲିଗଲା। ସେଦିନୁ ସେମାନେ ଘରଦୁଆର ବନେଇ ଜମିବାଡ଼ି ଘିନି ମହାଜନ ହେଇ ଚଲଲେ। ଛତୁନକେ 9 ଭଜା ଖାଇ ମହା ସୁଖୀ ରହେଲେ।